ଆମେ କେବେ ଘରକୁ ଯିବା? ମତେ ଏଠି ରହିବାକୁ ଆଉ ଭଲ ଲାଗୁନି। ଯିବା ରିମା, ଆମେ ନିଶ୍ଚୟ ଆମ ଘରକୁ ଯିବା। ଆଉ ଟିକେ ଧୈର୍ଯ୍ୟ ଧର, ଦେଖିବୁ ଦିନେ ସବୁ କିଛି ଠିକ ହେଇଯିବ। ଆରେ ବା, ମୋ ମାଛ ଗୁଡ଼ିକ ବହୁତ ବଡ଼ ହେଇଗଲେଣି। ମୁଁ କାଲିଠୁ ମାଛ ଧରି ବଜାରକୁ ଯିବି। ହଁ, ତୁମେ ଠିକ କଥା କହିଲ। ଏଥର ଆମ ମାଛ ଚାଷ ଖୁବ ଭଲ ହେଇଛି। ଆମର ବହୁତ ଭଲ ଟଙ୍କା ରୋଜଗାର ହେବ। ମାଛ ବିକିବାକୁ ଯିବା ପୂର୍ବରୁ ମୁଁ ଚିଲ ଘରେ 2ଟି ମାଛ ପହଞ୍ଚେଇ ଦେବି। ଚିଲ ଅନେକ ଧନୀ ଆଉ ଶକ୍ତିଶାଳୀ। ଆମ ଜଙ୍ଗଲର ସବୁ ଚଢ଼େଇ ତାକୁ ଡରି ତା କଥା ମାନନ୍ତି। ସେ ଆମ ସାଙ୍ଗରେ ରହିଲେ ସମସ୍ତେ ଆମକୁ ବି ଡରିବେ। ଏମିତି ପ୍ରତିଦିନ କାଉ ଚିଲ ଘରକୁ 2ଟି ମାଛ ନେଇ ଦଉଥିଲା। ଚିଲ ସବୁ ଚଢ଼େଇଙ୍କଠୁ ଧନୀ ହେଇଥିବାରୁ ସମସ୍ତେ ତାକୁ ଡରି ତାର ସବୁ କଥା ମାନୁଥିଲେ। ଚଢ଼େଇ ଚିଲ ଘରେ ରୋଷେଇଆ ଥିଲା। ସେ ପ୍ରତିଦିନ ଚିଲ ପାଇଁ ରୋଷେଇ କରୁଥିଲା। ଆରେ ଚଢ଼େଇ, ଆଜି କାମକୁ ଆସୁ ଆସୁ ଏତେ ଡେରି କରିଦେଲୁ। ତୋର କ'ଣ ମନେ ନାହିଁ ମୁଁ ଏଇ ସମୟରେ ଖାଇବା ଖାଏ? ମୁଁ ଆଗରୁ କହିଥିଲି ସକାଳୁ ସକାଳୁ କାମକୁ ଆସିବୁ। ଚିଲ ଆଜ୍ଞା, ସକାଳୁ ମୁଁ କେମିତି ଆସିବି? ଘରେ ମୋର ଛୋଟ ଝିଅ ଅଛି। ତା ଖାଇବା ବ୍ୟବସ୍ଥା କଲା ପରେ ଯାଇ ମୁଁ କାମକୁ ଆସେ। ଯଦି ତ କାମ ନ ରହିବ, ତୁ ତ ଝିଅକୁ କ'ଣ ଖାଇବାକୁ ଦେବୁ? ଏଇଟା ତୋର ଶେଷ ସୁଯୋଗ। କାଲିଠୁ ଶୀଘ୍ର କାମକୁ ଆସିବୁ, ନହେଲେ ମୁଁ ତ ଜାଗାରେ ଆଉ ଜଣଙ୍କୁ ରୋଷେଇଆ ରଖିବି। କାଉ ସକାଳୁ ମାଛ ଦେଲାଣି, ଏବେ ଯା ଶୀଘ୍ର ମାଛ ତରକାରୀ କରି ଆଣିବୁ। ଆଚ୍ଛା ଠିକ ଅଛି ଚିଲ ଆଜ୍ଞା। ଏ ଚିଲର ସବୁବେଳେ ଖାଲି ଖାଇବା ଚିନ୍ତା। ଦରମା ତ ଠିକରେ ଦେଉନି, ମତେ କାମରୁ ବାହାର କରିବା ପାଇଁ ଖାଲି ଧମକ ଦେଇ ଜାଣିଛି। ଏମିତି ରାଗି ରାଗି ଚଢ଼େଇ ରୋଷେଇ କରୁଥିଲା। ଚିଲ ଖାଇବାକୁ ଭାରି ଭଲ ପାଉଥିଲା। ଚଢ଼େଇ ପ୍ରତିଦିନ ଚିଲ ପାଇଁ କିଛି ନା କିଛି ନୂଆ ଖାଇବା ତିଆରି କରୁଥିଲା। ଏମିତି ଗୋଟେ ଦିନ ଆରେ ଆଜି ମାଛ ଧରୁ ଧରୁ ଅନେକ ଡେରି ହେଇଗଲା। ମୁଁ ଆଜି ଚିଲ ଘରକୁ ମାଛ ନେଇ ଯାଇପାରିବିନି। ତୁ ଗୋଟେ କାମ କର, ତୁ ଆଜି ପୋଖରୀରୁ ମାଛ ଧରି ଚିଲ ଘରକୁ ନେଇଦେ। ଏମିତି କହି କାଉ ମାଛ ନେଇ ସେଠାରୁ ଚାଲିଗଲା। ତାପରେ କାଉର ସ୍ତ୍ରୀ ପୋଖରୀରୁ ମାଛ ଧରିଲା। ତା ଜାଲରେ 2ଟି ରଙ୍ଗୀନ ମାଛ ପଡ଼ିଲେ। ଆରେ ବାଃ, ଆମ ପୋଖରୀରେ ଏତେ ବଡ଼ ବଡ଼ 2ଟି ରଙ୍ଗୀନ ମାଛ ଥିଲେ। ମୁଁ ତ ଆଗରୁ ଜାଣିନଥିଲି। ଏ ମାଛ 2ଟା ଦେଖିଲେ ଚିଲ ନିଶ୍ଚୟ ଖୁସି ହେଇଯିବ। ଆଉ ମୁଁ ଏ 2 ମାଛ ବଦଳରେ ଚିଲଠୁ ଆଉ ଗୋଟେ ପୋଖରୀ ମାଗି ନେବି। ଆରେ ବାଃ, କେତେ ବଡ଼ ବଡ଼ 2ଟି ରଙ୍ଗୀନ ମାଛ। କାଉ, ଏତେ ବଢ଼ିଆ ମାଛ ତୁ କୋଉଠୁ ପାଇଲୁ? ଚିଲ ଆଜ୍ଞା, ଆମେ ରଙ୍ଗୀନ ମାଛ ଚାଷ କରିଥିଲୁ। ଆପଣ ଖାଇ ଦେଖନ୍ତୁ, ଭାରି ସ୍ୱାଦିଷ୍ଟ ଲାଗିବ। ହଁ ହଁ, ମୁଁ ଏ ରଙ୍ଗୀନ ମାଛ ତ ନେବି। କହ କାଉ, ତୁ କେତେ ଟଙ୍କା ନେବୁ? ତୁ ଯେତେ ଟଙ୍କା କହିବୁ ମୁଁ ସେତେ ଟଙ୍କା ଦେବି। ନା ନା ଚିଲ ଆଜ୍ଞା, ଆମକୁ ଟଙ୍କା ନୁହଁ, କେବଳ ଗୋଟେ ଅନୁମତି ଦିଅନ୍ତୁ। ଏଇ ଜଙ୍ଗଲ ମଝିରେ ଯୋଉ ପୋଖରୀ ଅଛି, ସେ ପୋଖରୀରେ ଆମକୁ ମାଛ ଚାଷ କରିବା ପାଇଁ ଅନୁମତି ଦିଅନ୍ତୁ। ଆପଣ ଅନୁମତି ଦେଲେ କେହି ଆମକୁ ମନା କରିବେନି। ଆମେ ସେ ପୋଖରୀରେ ରଙ୍ଗୀନ ମାଛ ଚାଷ କରିବୁ, ଆଉ ସବୁଦିନ ଆପଣଙ୍କୁ ରଙ୍ଗୀନ ମାଛ ଆଣିଦେବୁ। ତୁ ସତ କହୁଛୁ କାଉ? ତେବେ ଠିକ ଅଛି, ତମେ ମାନେ ସେ ପୋଖରୀରେ ମାଛ ଚାଷ କର। ଯିଏ ବି ମନା କରିବ ତାକୁ ମନା କହିବ। ବହୁତ ବହୁତ ଧନ୍ୟବାଦ ଚିଲ ଆଜ୍ଞା। ଏଇ ନିଅନ୍ତୁ ମାଛ, ମୁଁ ଏବେ ଯାଉଛି। ଚଢ଼େଇ, ଏଇ ନେ 2ଟି ରଙ୍ଗୀନ ମାଛ। ଏବେ ଯା ମୋ ପାଇଁ ଶୀଘ୍ର ମାଛ ତରକାରୀ କରି ଆଣିବୁ। ଆଚ୍ଛା ଠିକ ଅଛି ଚିଲ ଆଜ୍ଞା। ଚଢ଼େଇ, ଆମକୁ କାଟନି, ଆମେ ମାଛ ନୁହଁ, ଆମେ ପରୀ। କ'ଣ ହେଲା? ତୁମେ ମାନେ ପରୀ ହେଲେ ତମେ ମାନେ ମାଛ କେମିତି ହେଲ? ଆମେ ଗୋଟେ ଅଭିଶାପ ପାଇଁ ମାଛ ପାଲଟି ଯାଇଛୁ। ଆମେ ସବୁଦିନ ପୋଖରୀ ଭିତରେ ଲୁଚି ରହୁ, ହେଲେ ଆଜି କାଉ ପାଖରେ ଧରା ପଡ଼ିଗଲୁ। ଆମକୁ ବିଶ୍ୱାସ କର ଚଢ଼େଇ। ମୁଁ ତମମାନଙ୍କ କଥାକୁ ବିଶ୍ୱାସ କରୁଛି, କିନ୍ତୁ ଚିଲ ତମମାନଙ୍କୁ ଖାଇବାକୁ ଚାହୁଁଛି। ଚିଲ ଏଠାକୁ ଆସିବା ପୂର୍ବରୁ ମୁଁ ତମମାନଙ୍କୁ ଲୁଚେଇ ଦିଏ, ତାହେଲେ ଯାଇ ମୁଁ ତମମାନଙ୍କର ଜୀବନ ରକ୍ଷା କରିପାରିବି। ଏମିତି କହି ଚଢ଼େଇ ସେ 2 ରଙ୍ଗୀନ ମାଛଙ୍କୁ ଏକ ଜାଗାରେ ଲୁଚେଇ ରଖିଲା।
ସେତେବେଳେ ଚିଲ ସେଠାକୁ ଆସିଲା। କିରେ ଚଢ଼େଇ, ଏତେ ଡେରି ହେଲାଣି, ତୁ ଏଯାଏଁ ଖାଇବା ରୋଷେଇ କରିନୁ କାହିଁକି? ଇଏ ମାନେ ଚିଲ ଆଜ୍ଞା, ଆଉ ମାଛ ନାହିଁ। ମାଛ ଦୁଇଟା ବିଲେଇ ନେଇଗଲା। କଣ ହେଲା? ତୁ ମୋ ମାଛ ଦୁଇଟା ବିଲେଇକୁ ଖୁଆଇଦେଲୁ? ତୁ ଏତେ ବଡ଼ ଭୁଲ କେମିତି କରିପାରିଲୁ? ଯା, କାଲିଠୁ ଆଉ ତୁ କାମକୁ ଆସିବୁନି। ମୁଁ ତତେ ତ ଦରମା ବି ଦେବିନି। ନା ନା ଚିଲ ଆଜ୍ଞା, ଏତେ ବଡ଼ ଶାସ୍ତି ଦିଅନ୍ତୁନି। ମୁଁ ଅନେକ ଦିନରୁ ଆପଣଙ୍କ ପାଇଁ ଖାଇବା ତିଆରି କରୁଛି। ଏଇ ଥରକ ମତେ କ୍ଷମା କରିଦିଅନ୍ତୁ। ଏମିତି ଭୁଲ ଆଉ ମୁଁ କେବେ କରିବିନି। ନା, ମୁଁ କାହାକୁ ବି କ୍ଷମା କରେନି। ତୁ ଭୁଲ କରିଛୁ ମାନେ ଏବେ ତୁ ଶାସ୍ତି ପାଇବୁ। ଏମିତି ରାଗି ଚିଲ ଚଢ଼େଇକୁ ତା ଘରୁ ବାହାର କରିଦେଲା। ଚଢ଼େଇ ମନ ଦୁଃଖରେ 2 ମାଛ ଧରି ଘରକୁ ଫେରି ଆସିଲା। ମାଛମାନେ ତାକୁ ପଚାରିବାରୁ ଚଢ଼େଇ ସେମାନଙ୍କୁ ସବୁ ଘଟଣା କହିଲା। ଆମକୁ କ୍ଷମା କରିଦିଅ ଚଢ଼େଇ, ଆମ ପାଇଁ ଆଜି ତମ କାମ ଚାଲିଗଲା। ନା ନା, କ୍ଷମା ମାଗନି। ତମମାନଙ୍କ ଜୀବନ ବଞ୍ଚି ପାରି ମୁଁ ଅନେକ ଖୁସି। ଏବେ କହିଲ, ତମେ ମାନେ କେମିତି ପୁଣି ପରି ହେବ? ସବୁଦିନ ଏମିତି ମାଛ ରୂପରେ ରହିଲେ କେହି ବି ତମମାନଙ୍କର କ୍ଷତି କରିପାରନ୍ତି। ଏଠାରୁ ଅନେକ ଦୂରରେ ଗୋଟିଏ ନୀଳ ଝରଣା ଅଛି। ସେ ଝରଣା ପାଣି ଆମ ଉପରେ ଢାଳିଲେ ଆମେ ପୁଣି ଥରେ ପରି ହେଇଯିବୁ। ଆଚ୍ଛା, ତେବେ ଆମେ ଏବେ ହିଁ ସେ ନୀଳ ଝରଣାକୁ ବାହାରି ଯିବା। ତମେ ମାନେ ମତେ ରାସ୍ତା ଦେଖେଇଦେବ। ଆଚ୍ଛା ଠିକ ଅଛି ଚଢ଼େଇ। ଏମିତି ଚଢ଼େଇ ଆଉ ତାର ଝିଅ 2 ରଙ୍ଗୀନ ମାଛଙ୍କୁ ନେଇ ନୀଳ ନଦୀ ଖୋଜିବା ପାଇଁ ବାହାରି ଗଲେ। ସେପଟେ କାଉମାନେ ଜଙ୍ଗଲ ମଝି ପୋଖରୀକୁ ଦଖଲ କରିନେଲେ। ଆରେ ତମେ ମାନେ କଣ କରୁଛ? ତମ ମାନଙ୍କ ପାଖରେ ଏକ ବଡ଼ ପୋଖରୀ ଅଛି, ତାପରେ ବି ଏ ପୋଖରୀକୁ କାହିଁକି ନେଉଛ? ଏ ପୋଖରୀ ଆମ ସମସ୍ତଙ୍କର। ଆମେ ସବୁ ଚଢ଼େଇ ଏ ପୋଖରୀର ପାଣି ପିଉ, ଚାଷ କରୁ। ଏମିତି ଅନେକ କାମ କରନି। ତମେ ମାନେ ଏଠି ଆଉ ପାଟିତୁଣ୍ଡ କରନି। ଏ ପୋଖରୀକୁ ଚିଲମୁଖିଆ ଆମକୁ ଦେଇଛନ୍ତି। ଆଜିଠୁ ଆମେ ଏଇଠି ମାଛ ଚାଷ କରିବୁ। ପାଣି ପାଇଁ ତମ ମାନଙ୍କର ଯଦି ଏତେ ଚିନ୍ତା, ଯାଉନ ନଦୀରୁ ପାଣି ନେଇ ଆସିବ। ନଦୀ ଏଠାରୁ ଅନେକ ଦୂର। ଏତେ ଦୂରରୁ ଆମେ ପାଣି ଆଣି ପାରିବୁନି। ତୁମେ ମାନେ କିଛି ଠିକ କରୁନ। ଦେଖିବ ତମ ମାନଙ୍କ ସହ କେବେ ଭଲ ହେବନି। ଆରେ ଶୁଣ, ଚାଲ ଆମେ ସମସ୍ତେ ଚିଲମୁଖିଆ ପାଖକୁ ଯିବା, ଆଉ ତାଙ୍କୁ ଆମ ସମସ୍ୟା କଥା କହିବା। ସେ ନିଶ୍ଚୟ ଆମକୁ ସାହାଯ୍ୟ କରିବେ। ସବୁ ଚଢ଼େଇ ମିଶି ଚିଲ ପାଖକୁ ଗଲେ, ହେଲେ ଚିଲ ତାଙ୍କୁ ସାହାଯ୍ୟ କଲା ନାହିଁ। ବାଧ୍ୟ ହେଇ ଚଢ଼େଇ ମାନେ ଦୂର ନଦୀରୁ ପାଣି ଆଣି ଚଳିଲେ। ସେପଟେ ମା ଚଢ଼େଇ ନୀଳ ନଦୀ ପାଖରେ ପହଞ୍ଚିଗଲା। ସେଥିରୁ କିଛି ପାଣି ଆଣି 2 ରଙ୍ଗୀନ ମାଛଙ୍କ ଉପରେ ଢାଳିଲା। 2 ରଙ୍ଗୀନ ମାଛ ସଙ୍ଗେ ସଙ୍ଗେ ପରି ପାଲଟି ଗଲେ। ମା ମା, ଦେଖ, ଆମେ ପୁଣି ଥରେ ପରି ହେଇଗଲେ। ଏବେ ଆମେ ଘରକୁ ଯାଇପାରିବା ନା ମା? ହଁ ରେ ମା, ଏବେ ଆମେ ଘରକୁ ଫେରି ପାରିବା। ଏ ସବୁ ଚଢ଼େଇ ପାଇଁ ସମ୍ଭବ ହେଇଛି। ଚଢ଼େଇ, ଏଇ ନେ ଯାଦୁର କାଠି। ତୁ ଏ ଯାଦୁର କାଠିକୁ ଯାହା ବି ମାଗିବୁ ସେ ତତେ ସବୁ ଦେବ, ଆଉ ବିପଦ ସମୟରେ ତମ ରକ୍ଷା ବି କରିବ। ଏବେ ଆମେ ଘରକୁ ଯାଉଛୁ ଚଢ଼େଇ। ତା ପୂର୍ବରୁ ଆମେ ସେ ଅହଙ୍କାରୀ କାଉ ଆଉ ଚିଲକୁ ଉଚିତ ଶିକ୍ଷା ଦେଇଯିବୁ। ତାଙ୍କୁ ବୁଝେଇବାକୁ ପଡ଼ିବ, ଦୁନିଆରେ ଚଳିବାକୁ ହେଲେ ସମସ୍ତଙ୍କ ସହ ମିଳିମିଶି ରହିବାକୁ ହୁଏ। ଏମିତି କହି ପରୀମାନେ ଚାଲିଗଲେ। ଚଢ଼େଇ ସେ ଯାଦୁର କାଠିକୁ ଧରି ନିଜ ଘରକୁ ଫେରି ଆସିଲା। ସେ ଦେଖିଲା ଚଢ଼େଇ ମାନେ ପାଣି ପାଇଁ ଅନେକ କଷ୍ଟ ପାଉଛନ୍ତି। ସେ ଘଟଣା କ'ଣ ପଚାରିବାରୁ ସମସ୍ତେ ତାକୁ ନିଜ ସମସ୍ୟା କଥା କହିଲେ। ତମେ ମାନେ ଚିନ୍ତା କରନି, ମୁଁ ତମ ମାନଙ୍କୁ ସାହାଯ୍ୟ କରିବି। ପାଣି ପାଇଁ ଆଉ କାହାକୁ ବି କଷ୍ଟ କରିବାକୁ ପଡ଼ିବନି। ଏମିତି କହି ଚଢ଼େଇ ସମସ୍ତଙ୍କ ପାଇଁ ଯାଦୁର କାଠି ସାହାଯ୍ୟରେ ଏକ ବଡ଼ ପୋଖରୀ ତିଆରି କରିଦେଲା। ଆଉ କେହି ବି ପାଣି ପାଇଁ କଷ୍ଟ ପାଇଲେନି। ସେପଟେ ପରୀର ଅଭିଶାପ ପାଇଁ ଚିଲର ସବୁ ସମ୍ପତ୍ତି ଅଦୃଶ୍ୟ ହେଇଗଲା। ଆଉ କାଉ ମାନଙ୍କର 2 ପୋଖରୀର ପାଣି ସବୁ ଶୁଖିଗଲା। କାଉ ଆଉ ଚିଲ ନିଜ ଭୁଲ ବୁଝିପାରି ସମସ୍ତଙ୍କୁ କ୍ଷମା ମାଗିଲେ। ଦିଦି, ଆଈ ଘର ଆଉ କେତେ ଦୂର? ଆଉ କିଛି ସମୟ ପରେ ଆମେ ଆଈ ଘରେ ପହଞ୍ଚି ଯିବା। ତୁ ଟିକେ ଚୁପ ହେଇ ଉଡୁ। ସବୁବେଳେ ପଚାରି ପଚାରି ମୋ କାନ ଖରାପ କରିସାରିଲୁଣି। ଆରେ ପିଲାମାନେ, ଆଉ ଝଗଡା କରନି। ଏଇ ଦେଖ, ଆମେ ତମ ଆଈ ଘରେ ପହଞ୍ଚି ଗଲେ। କୁନି ଆଉ ମୁନି ଅନେକ ଦିନ ପରେ
ତାଙ୍କ ଆଈ ଘରକୁ ଯାଉଥିଲେ। ସେମାନେ ବହୁତ ଖୁସି ଥିଲେ। ମା, ମୋର ଗୋଟେ ଜରୁରୀ କାମ ଅଛି। ମୋ ଦୁଇ ଝିଅ ଏଠି ଥାଆନ୍ତୁ, ମୁଁ କାମ ସରିଲେ ତାଙ୍କୁ ଆସି ନେଇଯିବି। ଆରେ ମା, ତୁ ଚିନ୍ତା ନ କରି ଯା, ଆରାମରେ ତ କାମ ସାରିକି ଆସିବୁ। ଅନେକ ଦିନରୁ ମୋ ଦୁଇ ନାତୁଣୀ ଆସିନଥିଲେ, ମୁଁ ବି ତାଙ୍କ ସାଙ୍ଗରେ ଟିକେ ସମୟ ବିତାଏ। ତାପରେ ମା ଚଢ଼େଇ ତା କାମକୁ ଗଲା। ସନ୍ଧ୍ୟା ହେବା ପରେ, ଦିଦି ଚାଲ ନା ବାହାରକୁ ଯିବା, ମତେ ଘରେ ରହିବାକୁ ଭଲ ଲାଗୁନି। ଆରେ ତୁ କଣ ଦେଖୁନୁ ବାହାରେ କେତେ ଜୋରେ ପବନ ବହୁଛି, ଲାଗୁଛି ଏବେ ହିଁ ବର୍ଷା ହେବ। ଆଈ, ଆମକୁ ଆଜି ଗୋଟେ ଗପ ଶୁଣାଅ ନା, ଆଜି ଆମକୁ ଗପ ଶୁଣିବା ପାଇଁ ଭାରି ଇଚ୍ଛା ହଉଛି। ଆଜି ମୁଁ ତମମାନଙ୍କୁ ଗୋଟେ ସତ ସତିକା ଗପ ଶୁଣେଇବି, ମନ ଦେଇ ଶୁଣ। ଆଜି ଅମାବାସ୍ୟାର ରାତି। ଏମିତି ଅମାବାସ୍ୟା ରାତିରେ ଯେବେ ବି ଝଡ଼ ବର୍ଷା ହୁଏ, ଗୋଟେ ଭୟଙ୍କର ପିଶାଚୀ ଜଙ୍ଗଲରେ ବୁଲେ। ଘରେ ଯାହାକୁ ବି ଏକା ଦେଖେ ତାକୁ କବାଟ ଖୋଲିବାକୁ କହେ। ଯଦି ସେ କବାଟ ଖୋଲିଦିଏ, ପିଶାଚୀ ତାକୁ ନିଜ ସାଙ୍ଗରେ ନେଇଯାଏ। ଦିଦି, ମତେ ଭାରି ଡର ଲାଗୁଛି। ଆରେ ତୁ ଡରନି, କିଛି ହେବନି, ଆମ ସାଙ୍ଗରେ ଆଈ ଅଛନ୍ତି। ହଁ, ଆମେ ଘର ଭିତରେ ଥିଲେ ପିଶାଚୀ ଆମର କିଛି କ୍ଷତି କରିପାରିବନି। ଆରେ ମହମବତୀକୁ ଦେଖି ଲାଗୁଛି କିଛି ସମୟ ପରେ ଲିଭିଯିବ। ଗଲୁ ଗେହ୍ଲିମା, ଘର ଭିତରୁ ଆଉ 2ଟା ମହମବତୀ ନେଇ ଆସିବୁ। ଆଈ, ଆଉ ଘରେ ମହମବତୀ ନାହିଁ, ଏଇ ଗୋଟିଏ ଥିଲା। ଲାଇନ ଯିବା ପରେ ମୁଁ ୟାକୁ ଜଳେଇଦେଲି। ଆଜି ପାଗ ଯେମିତି କରିଛି, ଆଜି ଆଉ ଲାଇନ ଆସିବନି। ମିଟୁ ତା ଦୋକାନ ଶୀଘ୍ର ବନ୍ଦ କରେନି। ବର୍ଷା ଆସିବା ଆଗରୁ ମୁଁ ଯାଏ ଆଉ 2ଟା ମହମବତୀ ନେଇ ଆସେ, ନହେଲେ ରାତି ଅନ୍ଧାରରେ ତମେ ମାନେ କଷ୍ଟ ପାଇବ। ହାଇ, ଅନ୍ଧାରରେ ନା ମତେ ବହୁତ ବେଶୀ ଡର ଲାଗେ। କିନ୍ତୁ ଆଈ, ଆମକୁ ଏକୁଟିଆ ଛାଡ଼ି ତୁମେ ଏବେ ଦୋକାନକୁ ଯାଅନି। ଆରେ ପିଲାମାନେ, ଭୟ କରନି, ଦୋକାନ ଏଇ ପାଖରେ। ମୁଁ ଗଲି ଆଉ ଆସିଲି, ତମେ ମାନେ ଭଲରେ କବାଟ ଲଗେଇକି ରୁହ। ଯିଏ ବି ଡାକିଲେ କବାଟ ଖୋଲିବନି। ମୁଁ ଯେତେବେଳେ ଆସିବି 3 ଥର କବାଟ ବାଡ଼େଇ ଡାକିବି, ତାପରେ ଯାଇ କବାଟ ଖୋଲିବ। ମୋ କଥା ମନେ ରଖିବ, ଜମା ଭୁଲିବନି। ଠିକ ଅଛି ଆଈ, ହେଲେ ତୁମେ ଟିକେ ଶୀଘ୍ର ଆସିବ। ତାପରେ ବୁଢ଼ୀ ଚଢ଼େଇ ଦୋକାନକୁ ଗଲା। କିଛି ସମୟ ପରେ ହଠାତ୍ କବାଟଟି ଥରେ ବାଜିଲା। କୁନି, ମୁନି, କବାଟ ଖୋଲ, ମୁଁ ବର୍ଷାରେ ଓଦା ହେଇଗଲିଣି। ଦିଦି ଦିଦି, ଆଈ ଆସିଗଲେ, ଚାଲ କବାଟ ଖୋଲିବା। ଆରେ ରହ ରହ, କବାଟ ଖୋଲନି। ଆଈଙ୍କ କଥା କଣ ତୁ ଭୁଲିଗଲୁ? ଆଈ କହିଥିଲେ କବାଟକୁ 3 ଥର ବାଡ଼େଇବେ। ଆରେ ଦିଦି, ବାହାରେ ଝଡ଼ ବର୍ଷା ହେଉଛି, ଆମେ ବୋଧେ ଶୁଣି ପାରି ନଥିବା। ଚାଲ ନା କବାଟ ଖୋଲିବା, ଆଈ ଓଦା ହେଇଗଲେଣି। କେଜାଣି କାହିଁକି ମୋ ମନଟା ଭଲ ଲାଗୁନି, ତୁ ଟିକେ ଅପେକ୍ଷା କର। ଆଈ, ଆମେ ଯୋଉ ବିସ୍କୁଟ ଆଉ ଚକୋଲେଟ କଥା କହିଥିଲୁ, ସବୁ ଆଣିଛ ନା? ହଁ ହଁ, ମୁଁ ସବୁ ଆଣିଛି କୁନି, ମତେ ଭାରି ଥଣ୍ଡା ଲାଗିଲାଣି, ଶୀଘ୍ର କବାଟ ଖୋଲ। ଆରେ ମୁନି, ଚୁପ୍ ହେଇ ରହ, ଇଏ ଆମ ଆଈ ନୁହଁ। ଆଈ ଆଜି ଯାଏ କେବେ ବି ମତେ ନାଁ ଧରି ଡାକି ନାହାନ୍ତି, ସବୁବେଳେ ଗେହ୍ଲିମା କୁହନ୍ତି। ଆଉ ଆଜି ଆମେ ଆଈକୁ ଚକୋଲେଟ ବିସ୍କୁଟ କଥା କହିନଥିଲେ। ଇଏ ନିଶ୍ଚୟ ବର୍ଷା ରାତିରେ ବାହାରୁଥିବା ସେ ପିଶାଚୀ। ଏବେ କଣ ହେବ ଦିଦି? ମତେ ଭାରି ଡର ଲାଗୁଛି। କିରେ କଣ ହେଲା? କବାଟ ଖୋଲୁନ କାହିଁକି? ଦେଖ, ମତେ ତମେ ମାନେ ରଗାଅନି। ନା, ଆମେ କବାଟ ଖୋଲିବୁନି। ଆଗ କହିଲ, ଆଜି ଦ୍ୱିପହରରେ ଆମେ କଣ ସାଙ୍ଗରେ ଭାତ ଖାଇଥିଲୁ? କିଛି ସମୟ ବାହାରୁ କିଛି ବି ଶବ୍ଦ ଶୁଭିଲାନି। ହଠାତ୍ ଶୁଣାଗଲା, ଏତେ ଚାଲାକି ମୋ ସାଙ୍ଗରେ, ଏତେ ପ୍ରଶ୍ନ ପଚାରୁଛ ତମେ ମାନେ? ଭଲରେ କବାଟ ଖୋଲିବନି ତ ମୁଁ ତମ କବାଟ ଭାଙ୍ଗିଦେବି। ଦିଦି, ଏବେ କଣ ହେବ? ଏ ପିଶାଚୀ ତ ଆମ ଘର ଭାଙ୍ଗିଦେବ। ତୁ ଭୟ କରନି, ମୁଁ ପିଶାଚୀ ସହ କଥା ହେଉଛି। ତୁ ଯା, ଶୀଘ୍ର ଝରକା ଖୋଲିବୁ, ଜମା ଶବ୍ଦ କରିବୁନି। ତମେ ଆଉ କବାଟ ବାଡ଼ାଅନି, ଟିକେ ଅପେକ୍ଷା କର, ମୁଁ ଏବେ ଖୋଲୁଛି। ଏଇ ହେଲା ନା ସୁନା ଝିଅ, ଏବେ ଆଉ ଡେରି କରନି, ଶୀଘ୍ର ଶୀଘ୍ର କବାଟ ଖୋଲ,
ନହେଲେ ଭଙ୍ଗା ଘରର କବାଟ ଭାଙ୍ଗିବା ପାଇଁ ମୋତେ ବେଶୀ ସମୟ ଲାଗିବନି। ପିଶାଚି ବାହାରେ ଥାଇ କଥା କହୁଥିଲା। ସେପଟେ ମୁନି ଶୀଘ୍ର ଝରକାକୁ ପୁରାପୁରି ଖୋଲିଦେଲା। ତାପରେ ଦୁଇ ଭଉଣୀ ଚୁପ୍ ଚୁପ୍ ଘରୁ ବାହାରି ଗଲେ। କିରେ କ'ଣ ହେଲା? ତମେ ମାନେ ଏଯାଏ କବାଟ କାହିଁକି ଖୋଲୁନ? ମୁଁ ଆଉ ଅପେକ୍ଷା କରିପାରିବିନି। ଏମିତି ରାଗି ପିଶାଚି କବାଟକୁ ଭାଙ୍ଗିଦେଲା। ସେ ଘର ଭିତରକୁ ଯାଇ ଦେଖିଲା ଘର ଭିତରେ କେହି ନାହାନ୍ତି। ମୋ ପାଖରୁ ବଞ୍ଚି ତମେ ମାନେ କୁଆଡ଼େ ବି ଯାଇପାରିବନି। ମୁଁ ତମମାନଙ୍କ ରକ୍ତର ବାସ୍ନା ପାଇଛି। ମୁଁ ଛାଡ଼ିବିନି, ତମମାନଙ୍କୁ ଛାଡ଼ିବିନି। ଏମିତି କହି ପିଶାଚି ଦୁଇ ଛୁଆଙ୍କର ପଛ କଲା। ଦୁଇ ଛୁଆ ଖୁବ୍ ଜୋର ଜୋରେ ଉଡ଼ୁଥିଲେ। ଦିଦି, ମୋ ଡେଣା ବହୁତ ବଥା କରୁଛି। ମୁଁ ଆଉ ଉଡ଼ି ପାରିବିନି। ଆଉ ଟିକେ କଷ୍ଟ କର ଭଉଣୀ। ଏଇ ଦେଖି ଆଗରେ ଜଣଙ୍କର ଘର ଦେଖାଯାଉଛି। ଚାଲ ତାଙ୍କୁ ସାହାଯ୍ୟ ମାଗିବା। ଦୁଇ ଚଢ଼େଇ ଛୁଆ ଯୋଉ ଘରକୁ ଯାଇ କବାଟ ବାଡ଼େଇଲେ ସେ ଘରେ ଗୋଟେ ତାନ୍ତ୍ରିକ ଚଢ଼େଇ ରହୁଥିଲା। ଦୁଇ ଛୁଆଙ୍କର ଏପରି ଅବସ୍ଥା ଦେଖି ସେ ତାଙ୍କୁ ଘର ଭିତରକୁ ନେଇଗଲା। ଦୁଇ ଛୁଆ ତାକୁ ସବୁ ଘଟଣା କହିଲେ। ମୋ ଘର ଭିତରକୁ ପିଶାଚି କେବେ ବି ଆସିପାରିବନି। ପିଲାମାନେ, ତମମାନଙ୍କର ଭାଗ୍ୟ ଭଲ। ଆଜି ନିଜ ବୁଦ୍ଧି ଆଉ ସାହସ ପାଇଁ ତମେମାନେ ବଞ୍ଚିଗଲ। ଅନେକ ଦିନରୁ ଏ ପିଶାଚି ଶାନ୍ତ ଥିଲା। ଆଜି ଅମାବାସ୍ୟାର ରାତି, ତା ଉପରେ ପୁଣି ଝଡ଼ ବର୍ଷା ହେଉଛି। ନିଶ୍ଚୟ ପିଶାଚି ତା ଶକ୍ତିକୁ ଦ୍ୱିଗୁଣା କରିବା ପାଇଁ ଶିକାର ଖୋଜୁଛି। ଏବେ ତାହେଲେ ଆମେ କ'ଣ କରିବୁ? ଆମେ ଘରକୁ କେମିତି ଯିବୁ? ଆଉ ଆଈ ଆମକୁ ନିଶ୍ଚୟ ଖୋଜୁଥିବେ। ଚିନ୍ତା କରନି, ସେ ପିଶାଚି ଛୋଟ ଛୁଆଙ୍କୁ ଖୋଜୁଛି। ସେ ତମ ଆଈର କିଛି କ୍ଷତି କରିବନି। ଥରେ ଜଣେ ପରୀ ମୋ ଉପରେ ଖୁସି ହେଇ ମୋତେ ଗୋଟେ ଚକୋଲେଟ୍ ଘର ଦେଇଥିଲା। କହିଥିଲା ବିପଦ ସମୟରେ ଏଇ ଚକୋଲେଟ୍ ଘର କାମରେ ଆସିବ। ଆଜି ସେ ଦିନ ଆସିଯାଇଛି। କୁନି, ତୁ ଯଦି ମୋତେ ସାହାଯ୍ୟ କରିବୁ ତାହେଲେ ଆମେ ସେ ପିଶାଚିକୁ ଆଜି ଉଚିତ ଶିକ୍ଷା ଦେଇପାରିବା। ନା ନା, ମୋ ଦିଦି କିଛି କରିପାରିବନି। ମତେ ଭାରି ଡର ଲାଗୁଛି ଦିଦି। ତୁ ମତେ ଛାଡ଼ି ଯାନି। ଆରେ ମୁନି, ଜମା ଚିନ୍ତା କରନି। ଆଜି ଯଦି ଆମେ ସେ ପିଶାଚିକୁ ଛାଡ଼ିଦେବା ସେ କାଲି ଆଉ କୋଉ ଛୁଆର କ୍ଷତି କରିପାରେ। ସେ ପିଶାଚିକୁ ଶାସ୍ତି ଦେବା ପାଇଁ ଆପଣ ଯାହା ବି କହିବେ ମୁଁ ସବୁ କରିବି। ତେବେ ଠିକ୍ ଅଛି, ମୁଁ ଏ ଚକୋଲେଟ୍ ଘରକୁ ଆମ ଜଙ୍ଗଲରେ ଥିବା ବଡ଼ ବରଗଛ ପାଖରେ ରଖିଦେଉଛି। ମୁଁ ଯାହା କହୁଛି ତୁ ସେସବୁ ପିଶାଚିକୁ କହି ଚକୋଲେଟ୍ ଘର ପାଖକୁ ନେଇ ଆସେ। ଏମିତି ଯୋଜନା ବନେଇ ତାନ୍ତ୍ରିକ ଚଢ଼େଇ ମୁନିକୁ ଧରି ବଡ଼ ବରଗଛ ପାଖକୁ ଗଲା ଆଉ ଯାଦୁରେ ଚକୋଲେଟ୍ ଘରକୁ ବଡ଼ କରିଦେଲା। ସେପଟେ କୁନି ଚଢ଼େଇ ନିଜ ଆଈ ଘରକୁ ଯାଉଥିଲା। ତାକୁ ଏକା ଦେଖି ପିଶାଚି ତା ପାଖକୁ ଆସିଲା। କିରେ, ତୁ କ'ଣ ଭାବୁଥିଲୁ? ତୁ ଲୁଚି ଲୁଚି ଘରକୁ ଚାଲିଯିବୁ, ମୁଁ ଜାଣିପାରିବିନି? ଏବେ ଧରା ପଡ଼ିଲୁ। ମୁଁ ତତେ ଏବେ ମୋ ସାଙ୍ଗରେ ନେଇଯିବି। ପିଶାଚି, ମୁଁ ଜାଣିଗଲି। ମୁଁ ଏବେ ଆଉ ରକ୍ଷା ପାଇବିନି। ମତେ ତୁମ ସାଙ୍ଗରେ ନେବା ପୂର୍ବରୁ ମୋର ଗୋଟେ ଶେଷ ଇଚ୍ଛା ପୂରା କରିଦିଅ। ଆମ ଜଙ୍ଗଲରେ ଯୋଉ ବଡ଼ ବରଗଛ ଅଛି ତା ପାଖରେ ଗୋଟେ ଚକୋଲେଟ୍ ଘର ଅଛି। ମୋର ଚକୋଲେଟ୍ ଖାଇବାକୁ ଭାରି ଇଚ୍ଛା ହଉଛି। ମୁଁ ଆଗ ସେ ଘରୁ କିଛି ଚକୋଲେଟ୍ ଖାଇଦିଏ, ତାପରେ ତୁମ ସାଙ୍ଗରେ ଯିବି। ଆଚ୍ଛା ଆଚ୍ଛା, ଠିକ୍ ଅଛି। ମୁଁ ତ ଶେଷ ଇଚ୍ଛା ପୂରା କରିଦେବି। ଚାଲ ସେ ଚକୋଲେଟ୍ ଘରକୁ ଯିବା। ତାପରେ କୁନି ଆଉ ପିଶାଚି ସେ ଚକୋଲେଟ୍ ଘର ପାଖରେ ପହଞ୍ଚିଲେ। ପିଶାଚି, ତୁମେ ବାହାରେ ଥାଅ, ମୁଁ ଯାଉଛି। ଚକୋଲେଟ୍ ଘର ଭିତରୁ ଚକୋଲେଟ୍ ନେଇ ଆସିବି। ଆରେ ରହ ରହ, ତୁ କ'ଣ ମୋତେ ପୁଣି ବୋକା ବନେଇବାକୁ ଚାହୁଁଛୁ? ତୁ ଭିତରକୁ ଗଲେ ଆଉ ବାହାରିବୁନି। ତୁ ବାହାରେ ଥା, ମୁଁ ଭିତରକୁ ଯାଇ ଚକୋଲେଟ୍ ଆଣୁଛି। ପିଶାଚି ଯେମିତି ଚକୋଲେଟ୍ ଘର ଭିତରକୁ ଗଲା, ତାନ୍ତ୍ରିକ ଚଢ଼େଇ ଶୀଘ୍ର ଆସି ଚକୋଲେଟ୍ ଘରକୁ ଭଲ ଭାବରେ ତାଲା ମାରି ତାକୁ ଛୋଟ କରିଦେଲା। ତାପରେ ସମସ୍ତେ ମିଶି ମାଟି ଖୋଳି ସେ ଚକୋଲେଟ୍ ଘରକୁ ପୋତିଦେଲେ। ଏବେ ପିଶାଚି ଆଉ କାହାର ବି କ୍ଷତି କରିପାରିବନି। ଚାଲ ପିଲାମାନେ, ମୁଁ ତମମାନଙ୍କୁ ତମ ଘରେ ଛାଡ଼ିଦେବି। ଆରେ ପିଲାମାନେ, ତମେମାନେ ଠିକ୍ ଅଛ ତ? ମୁଁ ସାରା ଜଙ୍ଗଲରେ ତମମାନଙ୍କୁ ଖୋଜୁଥିଲି। ଦୁଇ ଛୁଆ ତାଙ୍କ ଆଈକୁ ସବୁ ଘଟଣା କହିଲେ।
ତାନ୍ତ୍ରିକ ବାବା ତୁମକୁ ଅନେକ ଅନେକ ଧନ୍ୟବାଦ। ଆଜି ତୁମ ପାଇଁ ମୋ ଦୁଇ ନାତୁଣୀ ରକ୍ଷା ପାଇଗଲେ। ଏ ଦୁଇ ଛୁଆ ବହୁତ ସାହସୀ ଆଉ ବୁଦ୍ଧିମାନ। ସେମାନଙ୍କ ପାଇଁ ହିଁ ମୁଁ ଆଜି ପିଶାଚୀକୁ ଧରି ପାରିଲି। ଏବେ ଆଉ ନ ଡରି ଘରକୁ ଯାଅ। ଆଜି ପରଠୁ ଆଉ କାହାର ବି କିଛି କ୍ଷତି ହେବନି।